ସମ୍ପର୍କର ସବୁ ସୀମା ପାର ହୋଇଯାଇଛି। ସ୍ନେହ ଆଦର ଆଉ କର୍ତ୍ତବ୍ୟର ବନ୍ଧନ ଆଜି ରକ୍ତମୁଖା ସାଜିଛି। ଯେଉଁ ବାପା ଜନ୍ମ ଦେଇଥିଲା, ଆଙ୍ଗୁଠି ଧରି ଚାଲିବା ଶିଖାଇଥିଲା, ଶେଷରେ ସେହି ବାପାର ରକ୍ତରେ ଭିଜିଲା ପୁଅର ହାତ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏକ ଏମିତି ହୃଦୟ ବିଦାରକ ଖବର, ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ଏବଂ ସମାଜର ଚିନ୍ତାଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ସାମାନ୍ୟ କଥା କାଟାକାଟିରୁ ଜନ୍ମ ନେଲା ହିଂସା, ଆଉ ଟାଙ୍ଗିଆ ଚୋଟରେ ଚାଲିଗଲା ଜଣେ ନିରୀହ ବାପାର ଜୀବନ। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିଆଡ଼ ଗ୍ରାମରେ। ଗ୍ରାମର 62 ବର୍ଷୀୟ ବୃଦ୍ଧ ଧୁରା ଭୋଇ ବୟସର ଅପରାହ୍ନରେ ପହଞ୍ଚିଥିବା ଧୁରା ଭୋଇ ବୋଧହୁଏ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ଯେଉଁ ପୁଅକୁ ସେ ଏତେ କଷ୍ଟରେ ବଡ଼ କରିଛନ୍ତି, ସେହି ପୁଅ ଦିନେ ତାଙ୍କ କାଳ ସାଜିବ। ଗତ ମଙ୍ଗଳବାର ରାତି ସବୁଦିନ ଭଳି ପରିବାରର ସମସ୍ତ ସଦସ୍ୟ ରାତ୍ରି ଭୋଜନ ସାରି ଶୋଇବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ସେହି ସମୟରେ ବାପା ଧୁରା ଭୋଇ ଏବଂ ତାଙ୍କ 22 ବର୍ଷର ସାନପୁଅ ଭବାନୀ ଭୋଇଙ୍କ ମଧ୍ୟରେ କୌଣସି ଏକ ପାରିବାରିକ ବିଷୟକୁ ନେଇ କଥା କାଟାକାଟି ହୋଇଥିଲା। ପ୍ରଥମେ ସାଧାରଣ ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ଏହି ପାଟିତୁଣ୍ଡ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା। ପରିବାର ଲୋକେ ଭାବିଥିଲେ ଝଗଡ଼ା ସରିଯାଇଛି ଏବଂ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। କିନ୍ତୁ ଅଭିଯୁକ୍ତ ସାନପୁଅ ଭବାନୀର ମନରେ ସେତେବେଳକୁ କ୍ରୋଧର ନିଆଁ ଜଳୁଥିଲା। ସେ ନିଜର ବିବେକ ହରାଇ ବସିଥିଲା। ଘରେ ସମସ୍ତେ ଶୋଇବା ପରେ ହଠାତ୍ ଭବାନୀ ଏକ ଧାରୁଆ ଟାଙ୍ଗିଆ ଆଣି ଶୋଇଥିବା ଅବସ୍ଥାରେ ବାପା ଧୁରା ଭୋଇଙ୍କ ଛାତିକୁ ସିଧାସଳଖ ଆକ୍ରମଣ କରିଥିଲା। ସେହି ଗୋଟିଏ ଚୋଟ ଏତେ ଭୟଙ୍କର ଥିଲା ଯେ ଧୁରା ଭୋଇ ଚିତ୍କାର କରିବାକୁ ସୁଦ୍ଧା ସୁଯୋଗ ପାଇନଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା। ମୃତକଙ୍କ ବଡ଼ ପୁଅ ମୁରଲୀ ଭୋଇ ତୁରନ୍ତ ଏନେଇ ସିନାପାଲି ପୋଲିସକୁ ସୂଚନା ଦେଇଥିଲେ ଏବଂ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଖବର ପାଇବା ମାତ୍ରେ ସିନାପାଲି ଥାନା ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ତୁରନ୍ତ ଲିଆଡ଼ ଗ୍ରାମରେ ପହଞ୍ଚିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସାନପୁଅ ଭବାନୀ ଭୋଇକୁ ହେପାଜତକୁ ନେଇଥିଲା। ହତ୍ୟାକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ତଦନ୍ତକୁ ଅଧିକ ସାଇଣ୍ଟିଫିକ୍ ଢଙ୍ଗରେ ଆଗକୁ ବଢ଼ାଇବା ପାଇଁ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରୁ ସାଇଣ୍ଟିଫିକ୍କୁ ମଧ୍ୟ ଡକାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ରକ୍ତର ନମୁନା ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଛି। ପରଦିନ ବୁଧବାର ସକାଳେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିଲା ଏବଂ ପୋଷ୍ଟମର୍ଟମ ପ୍ରକ୍ରିୟା ଶେଷ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଲିଆଡ଼ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ସମ୍ପୂର୍ଣ୍ଣ ମାମଲାର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ନୂଆପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏସ୍ଡିପିଓ ଉପେନ୍ଦ୍ର ସୂଚନା ଦେଇଛନ୍ତି। ସିନାପାଲି ଥାନା କେସ୍ ନମ୍ବର 154 2705/26 ଅନୁସାରେ ନୂତନ ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସ୍ର ଧାରା 103(1) ହତ୍ୟା ମାମଲା ଅଧୀନରେ ପୋଲିସ ଏକ ଅପରାଧିକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଭବାନୀ ଭୋଇକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ସାରିଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଧୈର୍ଯ୍ୟ ଏବଂ ସହନଶୀଳତା ଏତେ ମାତ୍ରାରେ କମିଯାଉଛି କାହିଁକି? ସାମାନ୍ୟ କଥା କାଟାକାଟି ପାଇଁ ଜଣେ ପୁଅ କେମିତି ନିଜ ଜନ୍ମଦାତାକୁ ହତ୍ୟା କରିବାକୁ ପଛାଉନାହିଁ? ଆଜି ଗୋଟିଏ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବାପା ସଂସାରରୁ ଚାଲିଗଲେ, ଆଉ ପୁଅ ଏବେର ଚାରି କାନ୍ଥ ଭିତରେ। ମୁଇଁ ଡକ୍ଟର ପ୍ରତୀକ ପଣ୍ଡା ସିଏଚସି ସିନାପାଲିରେ વર્ક କରୁଛି। ଆଜି ଗୋଟେ ବଡି ଆସିଥିଲା ଲିଆଡ଼ରୁ। ସେଥିରେ ଦୁଇଟା ଇଞ୍ଜୁରୀ ମାର୍କ ଥିଲା ତାଙ୍କର ଚେଷ୍ଟରେ, ଲେଫ୍ଟ ଆଉ ରାଇଟ୍ରେ ବଡ଼ ବଡ଼ ଇଞ୍ଜୁରୀ ମାର୍କ ଥିଲା। ସେଟା କିଛି ଗୋଟେ ସାର୍ପ ଅବଜେକ୍ଟରେ ଏକା ହେଇଥିଲା। तो जेतकी आमके देखवाले जना पड़ছে সেটা ফিজিক্যাল অ্যাসল্ট হয়েছে, কিন্তু সেটা তার কজ অফ ডেথটা জানবার লাগি আমাকে টিকে টাইম লাগবে। সেটা রিপোর্টরে বাহারিবা, পোস্টমর্টম রিপোর্টরে। ଆଉ ଲୋକଟାର ନାଁ ଥିଲା ଧୀର ଭୋଇ, ସେ ଲିଆଡ଼ର, ଆଉ ବୟସ ହେଉଛି 62। ଆଜି ଆମର ସକାଳେ ଗୋଟେ ରିପୋର୍ଟ ଆସିଲା ଯେ କି ମୁରଲୀ ଭୋଇ ରିପୋର୍ଟ ଦେଲେ ତାଙ୍କର ବାପାଙ୍କ ନାଁ ହେଉଛି ଆମର ଧୀର ଭୋଇ। ତାଙ୍କୁ ତାଙ୍କର ଭାଇ ଭବାନୀ ଭୋଇ ମାରି ଦେଇଛନ୍ତି, ଗୋଟେ ତାଙ୍କର ପୁଅ ମାରି ଦେଇଛନ୍ତି। ସେ କନେକ୍ସନରେ ଆମର ସିନାପାଲି ପିଏସ୍ କେସ୍ ନମ୍ବର 154 ଡେଟ୍ 27/5/2024 ଅଣ୍ଡର ସେକ୍ସନ 1031 ବିଏନ୍ଏସ୍ରେ ଗୋଟେ କେସ୍ ରୁଜୁ ହେଲା। କେସ୍ ରେଜିଷ୍ଟ୍ରି ହେଲା ପରେ ଆମର ଆଇଓ ଏବଂ ସାଇଣ୍ଟିଫିକ୍ ଟିମ୍, ମୁଁ ନିଜେ ମଧ୍ୟ ଆମେ ସ୍ପଟ୍କୁ ଯାଇଥିଲୁ। ସ୍ପଟ୍କୁ ଯାଇକି ଆମେ ସ୍ପଟ୍ ଭିଜିଟ୍ କରିସାରିଲା ପରେ ବିଭିନ୍ନ ୱିଟନେସ୍ ଏକ୍ଜାମିନ୍ କରିସାରିଲା ପରେ ଆମେ ଏକ୍ୟୁଜ୍କୁ ଧରା ହେଲା। ଏକ୍ୟୁଜ୍ ହେଉଛି ଆମର ଭବାନୀ ଭୋଇ ଏବଂ ଏକ୍ୟୁଜ୍ ଧରିକି ତାଙ୍କଠୁ ଆମେ ଗୋଟେ ଯେଉଁ ଅସ୍ତ୍ରରେ ସେ ମାରିଥିଲେ ଆକ୍ସରେ ଟାଙ୍ଗିଆରେ, ତାଙ୍କୁ ସେଟା ବି ଆମେ ଲିଡିଂ ଟୁ ଡିସ୍କଭରିରେ ଆମେ ସିଜ୍ କରିଛୁ ଏବଂ ଅଲ୍ ଫର୍ମାଲିଟି ମେଡିକାଲ ଏକ୍ଜାମିନେସନ୍ ଅଲ୍ ଫର୍ମାଲିଟି ମେଣ୍ଟେନ୍ କରିକି ଆମେ ଆଜି ତାକୁ ଏଭିଡେନ୍ସ ଆସିଲା ପରେ ଆମେ ତାକୁ ଫରୱାର୍ଡ ଆଜି କରୁଛୁ କୋର୍ଟକୁ।
ତାଙ୍କର କଜ୍ ଅଫ୍ ଡେଥ୍ କ'ଣ ପାଇଁ ସେ ମାରିଥିଲା ଯେ ତାଙ୍କ ବାପା କାଲି କ'ଣ ତାକୁ କିଛି କ'ଣ ଗାଲି ଦେଇଥିଲେ, ବେକାରୀ ପିଲା ଯେହେତୁ ଅଛୁ ବୋଲି ଗାଲି ଫାଲି ଦେଇଥିଲେ। ସେ କନେକ୍ସନରେ ସେ ତାର ରାଗ ଥିଲା, ରାତିରେ ସେ ଶୋଇଥିଲା ସମୟରେ ସେ ଟାଙ୍ଗିରେ ହାଣି ଦେଇଥିଲା। ନିରପେକ୍ଷ ଖବର ସବୁବେଳେ ଆପଣଙ୍କ ସହ। ବ୍ୟୁରୋ ରିପୋର୍ଟ, ସାଗର ଖବର। ନମସ୍କାର, ଆପଣ ଦେଖୁଛନ୍ତି ସାଗର ଖବର। ସତ୍ୟ ଏବଂ ସଠିକ୍ ସୂଚନା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ ଏବଂ ଏହି ଭିଡିଓକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ। ଧନ୍ୟବାଦ।